ମୋ ନାଁ ଅବିନାଶ ମିଶ୍ର। ମୁଁ ଏବେ ଏସ୍ସିବିରେ ଥାର୍ଡ଼ ଇୟର ଡିଏମ୍ ରେସିଡେଣ୍ଟ ହିସାବରେ କାର୍ଯ୍ୟରତ ରହିଛି। सर आज हंगामा 2.0 आज उद्यापन दिवस सारा देश विभिन्न गैस्ट्रोलॉजिस्ट मैंने आसते कौन सर এটা ବହୁତ ହି ବଢ଼ିଆ କାର୍ଯ୍ୟକ୍ରମ 2 ଦିନ ପାଇଁ ହଙ୍ଗାମା କନଫରେନ୍ସ 2.0 ଯିଏକି ସଞ୍ଜୀବ କର ସାର୍ ରେସ୍ପେକ୍ଟେଡ୍ ଆମର ବହୁତ ଜଣେ ପୁରୁଣା ଓଡ଼ିଶାର ଫ୍ୟାକଲ୍ଟି ସେଇଟା ଅର୍ଗାନାଇଜ୍ କରିଥିଲେ। ଆମ ସମଗ୍ର ଭାରତରୁ ବହୁତ ବଡ଼ ବଡ଼ ଡାକ୍ତର ଆସିଥିଲେ, ସର୍ଜରୀ ଏକ୍ସପର୍ଟସ୍, ରେଡ଼ିଓଲୋଜି ଏକ୍ସପର୍ଟ, ଗ୍ୟାଷ୍ଟ୍ରୋଲୋଜି ମାନେ ବହୁତ ରିସର୍ଚ୍ଚ କରିଛନ୍ତି ସାରା ବିଶ୍ୱରେ ସେଇସବୁ ଜିନିଷ ହେଇଥିଲା। ବହୁତ ସାରା ନ୍ୟୁ ସର୍ଜରିଜ୍ ଆମର ଯେଉଁ ହସ୍ପିଟାଲ ସାର୍ କରି ଦେଖେଇଥିଲେ। ବାହାର ରାଜ୍ୟରୁ ଆମର ମୋଷ୍ଟଲି ଦିଲ୍ଲୀରୁ ହେଇଗଲେ କି ସାଉଥ୍ ଇଣ୍ଡିଆର ତାମିଲନାଡ଼ୁରୁ ବିଭିନ୍ନ ରାଜ୍ୟରୁ ମଧ୍ୟ ବିଭିନ୍ନ ବହୁତ ବଡ଼ ବଡ଼ ଡାକ୍ତର ଯେଉଁମାନେ ସର୍ଜରୀରେ ବହୁତ ଏକ୍ସପର୍ଟ। ଆଜିକାଲି ପାର୍ଟି ମାଧ୍ୟମରେ ମୋଷ୍ଟଲି ସର୍ଜରୀ ହେଉଛି, ଯେହେତୁ ପେଟ ମାଧ୍ୟମରେ ସର୍ଜରୀ କମ୍ପ୍ଲିକେସନ୍ ଅଧିକ। ଆଜିକାଲି ସାଇନ୍ସ ଡେଭଲପ୍ ହେଲାଣି କି ପାର୍ଟି ମାଧ୍ୟମରେ ନଳୀ ମାଧ୍ୟମରେ ସର୍ଜରୀ କମ୍ପ୍ଲିକେସନ୍ ରେଟ୍ ବହୁତ ଲୋ। ସେମିତି ବହୁତ ବିରଳ ରୋଗର ଆଜି ସର୍ଜରୀ ଆମ ଓଡ଼ିଶାରେ ହେଲା। ବାହାର ଲୋକ ଆସିଲେ ଲାଇଭ୍ ସର୍ଜରୀ ଆଜି ହେଲା। ଆଜି ସକାଳେ ଆମ ଲାଇଭ୍ 2 ଦିନ ସେସନ୍ ଥିଲା। କାଲି ଦିନ ସାରା ବହୁତ ସାରା ଆମର ଟକ୍ ଥିଲା, ମାନେ କେମିତି ଗୋଟେ ଗ୍ୟାସ୍ ପେସେଣ୍ଟ ଟ୍ରିଟମେଣ୍ଟ କରାହେବ, ଗୋଟେ ପ୍ୟାଙ୍କ୍ରିଆସ୍ ଯଦି କାହାର ଖରାପ ହେଇଯାଇଛି, କାହାର ଲିଭର ଖରାପ ହେଇଛି, କାଲି ସେଟାକୁ ସବୁ ଶିଖାଉଥିଲା। ଆଜି ହୋଲ୍ ଡେ ପାଖାପାଖି ସକାଳ 10ରୁ ଦିନ 2ଟା ପର୍ଯ୍ୟନ୍ତ ସବୁ ଲାଇଭ୍ କେସ୍ କରାଯାଇଥିଲା। ପାଖାପାଖି ଭାବୁଛି 6ରୁ 7ଟା ଯେଉଁଟା ସବୁ ବିରଳ ରୋଗ ପେଟର, କୋଉଠି ଟ୍ୟୁମର ହେଇଗଲା, କୋଉଠି ଗୋଟେ ପେଟରେ ଲିଭରରେ ମାଂସ ବଢ଼ିଯାଇଛି, କୋଉଠି ବାୟୋପ୍ସି କାଢ଼ିବାର ଥିବ, କୋଉ ଜାଗାରେ ଗୋଟେ ଅପରେସନ୍ ମାନେ ଇସୋଫାଗସର ଅପରେସନ୍, ତ ବିଭିନ୍ନ ପ୍ରକାର ଅପରେସନ୍ ଆଜି ଆମର କରାଯାଇଥିଲା। ଆଉ କୁଇଜ୍ କମ୍ପିଟିସନ୍ ଏବେ ବହୁତ ସାରା କମ୍ପିଟିସନ୍ ହେଲା ପରେ ଯାହା ଭଗବାନଙ୍କ କୃପାରୁ ମୁଁ 3ଟା ପ୍ରାଇଜ୍ ଆଜି ପାଇଲି। କାଲି ଫାର୍ଷ୍ଟ ପ୍ରାଇଜ୍ ପାଇଲି କୁଇଜ୍ କମ୍ପିଟିସନ୍ରେ, ଆଜି ମୁଁ ସେକେଣ୍ଡ ପ୍ରାଇଜ୍ ପାଇଲି ମୋଟିଲିଟି, ଆଉ ଥାର୍ଡ ପ୍ରାଇଜ୍ ପାଇଲି ମୁଁ ଗୋଟେ ମୋର କେସ୍ ପ୍ରେଜେଣ୍ଟେସନ୍ ପାଇଲି, ଯେଟା ସବୁ ଭଗବାନ ଜଗନ୍ନାଥର ଆଶୀର୍ବାଦ ଯୋଗୁଁ ମୁଁ ଏଟା ଯାହା ପାଇଲି ଆଜି। ନିଶ୍ଚିତ ଏଇ କନଫରେନ୍ସଟା ସମସ୍ତଙ୍କର ବହୁତ ହି ମାନେ ଆମକୁ ବହୁତ ମାନେ ଆମେ ଯେମିତି ଡିଏମ୍ ରେସିଡେଣ୍ଟ ମୁଁ କରୁଛି, ଆମେ ଗୋଟେ ପଢ଼ିବା ସ୍କିଲ୍ ଅଛି। ମୋ ଡିଏମ୍ ରେସିଡେଣ୍ଟ ସରିବ 2 ଦିନରେ ବହୁତ ସୁନ୍ଦର ଜିନିଷ ଥିଲା, ଯେଉଁଟାକି ଆମେ ଜାଣିଲା ପରେ ବାହାର ଲୋକମାନେ କେମିତି ସର୍ଜରୀ କରୁଛନ୍ତି, ଆମ ଓଡ଼ିଶାରେ କ'ଣ ହେଉଛି, ବାହାରେ କ'ଣ ହେଉଛି, ଗୋଟେ ନଲେଜ୍ ଆମର ରହୁଛି। ନିଶ୍ଚିତ ରୂପେ ଏଇଟାକୁ ଆମେ ଯଦି ପେସେଣ୍ଟମାନଙ୍କୁ ଆପ୍ଲାଏ କରିପାରିବା, ଆହୁରି ପେସେଣ୍ଟମାନେ ଭଲ ସାହାଯ୍ୟ ପାଇପାରିବେ ନିଶ୍ଚିତ ରୂପେ। हाँ मुझे डॉक्टर ऋतिक कुमार दास महापात्र मु सेकेंड ईयर डीएम गैस्ट्रो रेसिडेंट गैस्ट्रो एंट्रोलॉजी और हेपाटोलॉजी रे सेकेंड ईयर रेसिडेंट एससीबी मेडिकल कॉलेज आउ 8 नवेम्बर आउ 9 नवेम्बर रे हमर गैस्ट्रो आउ हेपाटोलॉजी गोटे कॉन्फ्रेंस आईआईजीएच तरफ होता जो कि लीड करते संजीव कर सार आउ एंटायर टीम आउ ये मु पार्टिसिपेट करी आउ ये हमर गैस्ट्रो एंट्रोलॉजी आउ हेपाटोलॉजी रो विभिन्न रोग नुआ टेक्नोलोजी आ मैनेजमेंट आ गाइडलाइन उपरे हमको बहुत इनफॉरमेशन मिलता। आउ इथिरे हितबा 2टा क्विज कंपटीशन हेतिला, जो प्रथम क्विज कंपटीशन रे मु द्वितीय स्थान और आज जो क्विज कंपटीशन हेतिला मोटिलिटी डिसऑर्डर उपरे से मु प्रथम स्थान पाइछि। एथिपई मु मोर एससीबी टीम एससीबी रो एचओडी मैडम आ हमर प्रोफेसर सर समस्त को धन्यवाद जणाया चाहूछि। आउ एई कॉन्फ्रेंस रे बहुत नॉलेज हमर अपडेट हला, बहुत नुआ टेक्नोलॉजी विषय नाना डिफरेंट पार्ट ऑफ इंडिया, खाली इंडिया नुहे बट इंटरनेशनल फैकल्टी भी आसीथिले जो निजर नॉलेज से शेयर करथिले। आउ इथिरे हमको बहुत हमर निजर नॉलेज को अपडेट करिया पे बहुत माने हमको स्कोप मिलथिला। इतपे मु आईजेड टीम संजीव कर सर और एंटायर टीम ऑफ आईजेस को थैंक यू कहना चाहूछि। थैंक यू।